ସକାଳୁ ସକାଳୁ ଜଣେ ଅନ୍ଧଭକ୍ତ, ମୁଁ ଜାଣିନି ଆକ୍ଚୁଆଲି ସେ ଅନ୍ଧଭକ୍ତ କି କ'ଣ, ମୋତେ କହିଲା କେଉଁ ପାର୍ଟିରେ ତୁମେ ଅଛ? ମୁଁ କହିଲି କଂଗ୍ରେସରେ ଅଛି, ଜେନେରାଲ ସେକ୍ରେଟାରୀ। କଂଗ୍ରେସ ମାନେ ମୁସଲିମ ଆଉ। ମୁଁ ସେଇଠୁ ତାକୁ ପଚାରିଲି, ମୁଁ ତମେ କେଉଁ ପାର୍ଟିରେ ଅଛ? ନା ମୁଁ ବିଜେପିରେ ଅଛି। ମୁଁ କହିଲି ବିଜେପି ମାନେ ଗୋମାଂସ ବେପାରୀ ଆଉ। ଥଣ୍ଡା ହେଇକି ପଳେଇଲା, ଆଉ କିଛି କହିଲାନି। କଂଗ୍ରେସ ହେଉଛି ଏକ ନେତା ତିଆରି କାରଖାନା। କଂଗ୍ରେସ ନେତା ତିଆରି କରିଥାଏ। ଆଜି ବିଜେପି ଦେଖ, ବିଜେଡ଼ି ଦେଖ, ଯେତିକି ଟପ୍ ମୋଷ୍ଟ ନେତା ଯାଇଛନ୍ତି କଂଗ୍ରେସରୁ। ଯଦି ଗୋଟେ ରାତିରେ ବିଜେପିରେ ମିଶିଥିବା କଂଗ୍ରେସ ନେତା ସବୁ କହିବେ ଆମେ ପାର୍ଟି ଛାଡ଼ିକି ଆମେ ପୁଣି କଂଗ୍ରେସକୁ ପଳେଇ ଆସିବୁ, ତାପର ଦିନ ସରକାର ଥିବନି, ସରକାର ଗଡ଼ି ଯାଇଥିବ। ଆଉ ବିଜେଡ଼ି ବାଲା ତ କଂଗ୍ରେସ ବିରୁଦ୍ଧରେ କେବେ କହିପାରିବେ ନାହିଁ, କାରଣ ଯେଉଁ ବିଜୁ ଜନତା ଦଳ, ବିଜୁ ବାବୁଙ୍କ ନାଁରେ ଦଳ, ସେଇ ବିଜୁ ବାବୁଙ୍କୁ କଂଗ୍ରେସ ତିଆରି କରିଛି।